ପିଲାମାନେ ଆଜି ଆମେ କ'ଣ କରିବା ନା କୋର୍ 8 ଯାହାକି ଇକୋନୋମିକ୍ ଅଛି ତାହାର ଆଜି ଆମେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଡିସ୍କସନ୍ କରିବା ହେଲା କି। ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ +3 4th ସେମିଷ୍ଟର ପିଲାମାନଙ୍କର ଆର୍ଟ୍ସର କୋର୍ ଇକୋନୋମିକ୍ ଆଜି ଆମେ ଡିସ୍କସନ୍ କରିବା। ଦେଖ ତୁମର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ କ'ଣ କରିଥାଏ ନା ସେ ତୁମକୁ 90% ଭଳିଆ ହେଲ୍ପ କରିଥାଏ, ମାନେ ଜଣାଇଥାଏ ଯେ ତୁମର କେଉଁ ଭଳିଆ କ୍ୱେଶ୍ଚିନ୍ ଆସୁଛି, କିପରି ତୁମର କ୍ୱେଶ୍ଚିନ୍ ଆସିବ, ଆଉ ଏଇଥିରୁ ହିଁ ତୁମର 5-6ଟା ନିହାତି କ୍ୱେଶ୍ଚିନ୍ ମଧ୍ୟ ପକେଇ ଥାଏ ନାଇଁ କି। ଆଚ୍ଛା ଚାଲ ଆମେ ଦେଖିବା, ପ୍ରଥମେ ଦେଖିବା 1 ମାର୍କିଆ, ତାପରେ 2 ମାର୍କିଆ, ତାପରେ ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ଦେଖିବା। ଚାଲ ଆମେ ଡେରି କରିବାନି, ଷ୍ଟାର୍ଟ କରିବା, ହାତରେ ଆଉ ସମୟ ନାହିଁ, ତୁମର ତ ଏକ୍ଜାମ୍ ପାଖେଇ ଆସିଲାଣି। ଦେଖ ପ୍ରଥମେ ଦେଇଛି କ'ଣ ନା ଆମେ କ ଠାରୁ ଚ ପର୍ଯ୍ୟନ୍ତ କ'ଣ କରିବା ନା ଶୂନ୍ୟ ସ୍ଥାନ ପୂରଣ କରିବା, ମାନେ ଏମିତି ଶୂନ୍ୟ ସ୍ଥାନ ଯାହା ଦେଇଛି ପୂରଣ କରିବା। ଦେନ୍ 6ଟାରୁ ଠ ପର୍ଯ୍ୟନ୍ତ ଆମେ କ'ଣ କରିବା ନା ଗୋଟିଏ ଶବ୍ଦରେ ଉତ୍ତର ତୁମକୁ ଲେଖିବାକୁ ପଡ଼ିବ। ଆଚ୍ଛା ତୁମର କେଉଁ ଭଳିଆ ସବୁ କ୍ୱେଶ୍ଚିନ୍ ଦେଇଛି ଦେଖିନିଅ, ତୁମର ସବୁ ଜିନିଷ ଇମ୍ପୋର୍ଟାଣ୍ଟ, ସବୁ ଜିନିଷକୁ ନୋଟ୍ କର ଆଉ ଭିଡ଼ିଓକୁ ଏଣ୍ଡ ପର୍ଯ୍ୟନ୍ତ ଦେଖ, କାହିଁକିନା ଆଗକୁ ଲଙ୍ଗ କ୍ୱେଶ୍ଚିନ୍ ମଧ୍ୟ ରହିଛି। ଆଚ୍ଛା ଦେଖ ପ୍ରଥମେ ଦେଇଛି ଏକ ଦର ଧାରଣା କରୁଥିବା ପ୍ରତିଷ୍ଠାନ କେବଳ ଦୀର୍ଘକାଳୀନ ସନ୍ତୁଳନ ସେତେବେଳେ ହାସଲ କରିବେ ଯେତେବେଳେ କି ସେ ଡ୍ୟାସ୍ ରେଖାର ନ୍ୟୁନତମ ବିନ୍ଦୁରେ ଉତ୍ପାଦନ କରୁଥିବେ। ଆନ୍ସର୍ ଏଇଠି କ'ଣ ହେବ ଦେଖ, ମୁଁ ଆନ୍ସର୍ କହୁଛି ତୁମେମାନେ ନୋଟ୍ କର। ହାରାହାରି ମୂଲ୍ୟ ହେଲା, ଦେଖ ଗୋଟେ ଜିନିଷ ହେଇଗଲା। ଦେଖ ଯାହା ବି କୁହାଯାଉଛି ତାକୁ ସବୁବେଳେ ନୋଟ୍ କରିବ। ବି ଦେଖ ଏକ ବର୍ତ୍ତମାନ ପରିବ୍ୟୟ ଉଦ୍ଦେଶ୍ୟ ପାଇଁ ଦୀର୍ଘକାଳୀନ ଉଦ୍ଦେଶ୍ୟ ଯୋଗାଣ ରେଖା ଡ୍ୟାସ୍ଗାମୀ ହୋଇଥାଏ। କ'ଣ ହୋଇଥାଏ ନା ଉପରଗାମୀ ହୋଇଥାଏ। ଓକେ, ଇ ଦେଖ କ'ଣ ଦେଇଛି ନା ଡ୍ୟାସ୍ ଏକ ଉଦ୍ବୃତ୍ତ ଯାହାକି ଏକ ସାଧନର ଅନ୍ତରଣ ଅର୍ଜନ ଅଥବା ବିକଳ୍ପ ପରିବ୍ୟୟ ଠାରୁ ଅଧିକ ଓ ତତ୍ ଉପରେ ଅର୍ଜନ କରାଯାଇଥାଏ। ଆର ଆନ୍ସର୍ କ'ଣ ହେବ ନା ଆର ଆନ୍ସର୍ ହେବ ଆର୍ଥିକ ଭଡ଼ା। ଇ ଦେଖ କ'ଣ ଦେଇଛି ଡ୍ୟାସ୍ ବଜାରରେ ସର୍ତ୍ତାନୁଯାୟୀ ସମ୍ବଳର ଆବଣ୍ଟନ ଗୁଡ଼ିକୁ ପ୍ୟାରେଟୋ ଦକ୍ଷ ବୋଲି କୁହାଯାଏ। କେଉଁ ବଜାରରେ ନା ସମ୍ପୂର୍ଣ୍ଣ ପ୍ରତିଯୋଗିତାମୂଳକ। ଦେନ୍ ଇ ଦେଖ ଡ୍ୟାସ୍ ନ୍ୟାୟ ନିରୋଧୀ ବିଧି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଆନ୍ସର୍ ଆର କ'ଣ ହେବ ନା ଆର୍ଥିକ ଶକ୍ତିର ଏକାଗ୍ରତା। ଦେନ୍ ଏଫେ ଦେଖ ଡ୍ୟାସ୍ ସନ୍ତୁଳନ ଏକ ସଙ୍ଗତ ନିଷ୍ପତ୍ତି ନିର୍ମାଣ ଯାହାକି ଖେଳ ତତ୍ତ୍ୱରେ ସହଯୋଗ ଅନୁପସ୍ଥିତିରେ ଅଧ୍ୟୟନ ହୋଇଥାଏ। ଆର ଆନ୍ସର୍ କ'ଣ ହେବ ନା ଆର ଆନ୍ସର୍ ହେବ ନାଶ ହେଲା। ଯାହା ବି କୁହାଯାଏ ତାକୁ ନୋଟ୍ କର। ତୁମକୁ ଗୋଟେ ଶବ୍ଦରେ ଲେଖିବାକୁ ପଡ଼ିବ, ଗୋଟେ ମାନେ ବାକ୍ୟ ମାନେ ଶବ୍ଦରେ ଲେଖ, ନହେଲେ ଗୋଟେ ଧାଡ଼ି ବି ଲେଖିଦେଲେ ଚଳିବ, କିଛି ଅସୁବିଧା ନାହିଁ ହେଲା। ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି, ସେଇ ଖେଳ କୌଶଳର ନାମ ଲେଖ ଯାହା ନ୍ୟୁନତମ ଲାଭର ସର୍ବାଧିକରଣ ହାସଲ ଦିଗରେ କେନ୍ଦ୍ରିତ ଥାଏ। ଆର ଆନ୍ସର୍ କ'ଣ ହେବ ନା ଆର ଆନ୍ସର୍ ହେବ ସର୍ବାଧିକ ରଣନୀତି ହେଲା, ଲେଖିଦେବ। ଦେନ୍ ଗୋଟେ ମାର୍କ ତୁମକୁ ମିଳିଗଲା। ଦେଖ କେଉଁ ପ୍ରକାର ଖେଳରେ ଏକ କାର୍ଟେଲ୍ ବାଧ୍ୟ କରାଯାଇଥାଏ ହେଲା କି, କେଉଁ ପ୍ରକାର ଖେଳରେ ଏକ କାର୍ଟେଲ୍ ବାଧ୍ୟ କରାଯାଇଥାଏ। ଆର ଆନ୍ସର୍ କ'ଣ ହେବ ନା ସହଯୋଗୀ ଖେଳ ହେଲା, ସହଯୋଗୀ ଖେଳ ପ୍ରକାର ସେଥିରେ କାର୍ଟେଲ୍ ବାଧ୍ୟ କରାଯାଇଥାଏ। ଦେନ୍ ଆଇ ଦେଖ ଏକ ଏକାଧିକାର ମୂଳକ ପ୍ରତିଦ୍ୱନ୍ଦିତା ବଜାରର ଦୀର୍ଘକାଳୀନ ସନ୍ତୁଳନରେ ଅନୁକୂଳତମ ଉତ୍ପାଦ ବାସ୍ତବିକ ଉତ୍ପାଦ ମଧ୍ୟରେ ତାରତମ୍ୟକୁ କ'ଣ କୁହାଯାଏ। ପିଲାମାନେ ଆର ଆନ୍ସର୍ ଠିକ୍ ସେ ମୁଁ ପାଇନାହିଁ। ଓକେ, ତ ଆନ୍ସର୍ ମୁଁ ଡେସ୍କ୍ରିପସନ୍ରେ ତୁମକୁ ନହେଲେ ଟେଲିଗ୍ରାମରେ ମଧ୍ୟ ଦେଇଦେବି। ଟେଲିଗ୍ରାମରେ ଯେଉଁମାନେ ଜଏନ୍ ହୋଇକିନି କ'ଣ କରିବେ ନା ଆର ଆନ୍ସର୍ ପାଇବି ପାରିବେ। ଦେନ୍ ଦେଖ ଯେ କ'ଣ କହୁଛି ନା ଯେତେବେଳେ କର୍ତ୍ତୃତ୍ୱାଧିକାର ଅନ୍ତର୍ଗତ ପ୍ରତିଷ୍ଠାନମାନେ ଆନ୍ତର୍ଜାତୀୟ ଅଥବା ଘରୋଇ ବଜାରରେ ଗୋଷ୍ଠୀ ସୃଷ୍ଟି କରନ୍ତି ସେମାନଙ୍କୁ କ'ଣ କୁହାଯାଏ। ଆର ଆନ୍ସର୍ କ'ଣ ହେବ ନା ମିଳନ। ଦେନ୍ କେ ଦେଖ ସାଧାରଣତଃ ଦୀର୍ଘକାଳରେ ଜଣେ ଏକାଧିକାର ବିକ୍ରେତା କେଉଁ ପ୍ରକାର ଲାଭ ଅର୍ଜନ କରିଥାନ୍ତି। ଆର ଆନ୍ସର୍ କ'ଣ ହେବ ନା ସୁପର ସାଧାରଣ ଲାଭ। ହେଲେ ତୁମର ଗୋଟେ ଲାଷ୍ଟ ରହିଲା 1 ମାର୍କିଆ। ଦେଖ କ'ଣ ଦେଇଛି ନା ପୂର୍ଣ୍ଣ ପ୍ରତିଦ୍ୱନ୍ଦିତା ବଜାର ଅନ୍ତର୍ଗତ ସେହି ରେଖାର ନାମ ଲେଖ ଯାହା ଦୀର୍ଘକାଳୀନ ସୀମାନ୍ତ ପରିବ୍ୟୟର ଏକ ଅଂଶ ଏବଂ ଏହା ଦୀର୍ଘକାଳୀନ ହାରାହାରି ପରିବ୍ୟୟର ନ୍ୟୁନତମ ବିନ୍ଦୁ ଉପରେ ଅବସ୍ଥିତ ରହେ। ଏହାର ଆନ୍ସର୍ କ'ଣ ହେବ? ଆନ୍ସର୍ ହେବ ଦୀର୍ଘ ଚାଲୁଥିବା ଯୋଗାଣ ବକ୍ର ହେଲା।
समस्त यार आंसर लिख देन देखिबा आमे कोन ना 2 मार्क जहाँ दे ताको नोट कर देखो प्रथम कौन देछि विशुद्ध प्रतियोगिता कौन एटा तुम इंपोर्टेंट क्वेश्चन आपको समस्त नोट कर देन बी देछि देखो एक विपरीत जोगाण फलनर संज्ञा निर्णय कर एटा मध्य इंपोर्टेंट क्वेश्चन आपको नोट कर देछि देखो दूरभिसंधिमूलक चुक्ति संपन्न कतिपयाधिकार कौन देख सबुठारु इंपोर्टेंट कथा होची तमे जिंस केबे भी छाड़ी कि आसीओनी सब जिंस अटेंड करिवो बुझि पाइलो कि नै देखो डी देछि कोन विभेदमूलक दरर संज्ञा निर्णय कर एटा मध्ये देछि ई देछि शून्य अर्थनीतिक लाभ कौन ये भी गोटे इंपोर्टेंट क्वेश्चन तापर एफे देखो दर नेतृत्व विभिन्न प्रकार भेद उल्लेख कर ई कोन देछि ना प्यारेटकर अनुकूलतमता कौन है कि एटा मध्ये इंपोर्टेंट क्वेश्चन देन देखो एचे कोन देछि उत्पादनकारीकर उद्वृत्तर संज्ञा प्रदान कर एटी तमे संज्ञा प्रदान करिवो लिखिबो आई देखो कोन देछि ना एक मूल्य प्रदान मैट्रिक्स कौन एटा मध्ये इंपोर्टेंट क्वेश्चन सीमांत रूपांतरण हारर संज्ञा प्रदान कर देन देखो कौन देछि ना 3 मार्क देछि 3 मार्क भी सेमती रखिबो आ तार आंसर मध्ये लिखो देखो एक प्रतिद्वंदितामूलक प्रतिष्ठान जोगाण निष्पत्ति को प्रत्याशा मान किपरि प्रभावित करती एटा तमरो इंपोर्टेंट क्वेश्चन ना एक पूर्ण प्रतिद्वंदितामूलक प्रतिष्ठान स्वल्पकालीन जोगाण रेखा व्यापन कर देखो सी कौन देछि ना उत्पादनकारी लाभ किपरि भिन्न एटा ही मध्य तुम इंपोर्टेंट क्वेश्चन जहाँ कह नोट कर हाथ में टोटाली समय ना है तुम पूरा गड़ी गलानी समय कल्याण अर्थशास्त्र प्रथम मौलिक उपापाद्य कौन एटा ही मध्य तुम इंपोर्टेंट क्वेश्चन देन ई देखो दर विभेदीकरण केतबेले लाभजनक होता है जहाँ कह समस्त नोट कर प्रतिद्वंदिता एफे देखो प्रतिद्वंदिता नीति किपरि एकाधिकारी को नियंत्रण करे एटा ही मध्य तुम इंपोर्टेंट क्वेश्चन देखो कौन देछि ना उत्पादन संभाव्य सीमांत रेखा माध्यम सामग्रिक संतुलन उपस्थापन कर एचे देखो कौन देछि ना शून्य सामग्रिक खेल और अणशून्य सामग्रिक खेल मध्य पार्थक्य दर्शाओ एटी कौन देला ना एकाधिकार मूलक प्रतियोगितार अतिरिक्त सामर्थ्य अपचय पूर्ण कि एटा तुम क्वेश्चन कला एटी तुम आंसर लिखिबो हला कि तापर देखो जे देखो गुप्त दूरभिसंधिमूलक चुक्ति कौन एटा तुम मोस्ट इंपोर्टेंट क्वेश्चन आप समस्त लिखि रख या प्रकाश्य दूरभिसंधिमूलक चुक्ति ठारू किपरि भिन्न एटा तुमरो पूरा इंपोर्टेंट मोस्ट इंपोर्टेंट क्वेश्चन 7 मार्किया आसीगला 7 मार्किया कौन सी भी क्वेश्चन 7 मार्किया 3 मार्किया 2 मार्किया समस्त को रिक्वेस्ट करूची जे को पिला भी कौन क्वेश्चन छाड़ी कि आसीबो नै हला देखो 7 मार्किया कौन देछि ना को प्रतिद्वंदिता मूलक उद्योगर दीर्घकालीन संतुलन समस्त प्रतिष्ठान शून्य लाभ अर्जन करिथांती ताहा आमे कोन करिया ना व्याख्या करिबा माने लिखिबा तक पूरा सरल भाषा संपूर्ण पूरा भलरे पूरा सजै किनी पॉइंट दे किनी लिखिबा 7 मार्किया समस्त को मन रख समस्त पॉइंट दे किनी लिखिबा 17 पॉइंट हला कि देन देखो ता और कौन देछि ना एक पूर्ण प्रतिद्वंदितामूलक प्रतिष्ठान विभिन्न परिवेश शर्त दीर्घकालीन जोगाण रेखा व्यापन कर देखो सेटा लिख पार एटा लिख पार किंतु कौन क्वेश्चन छाड़ी कि आसोनी है से भूल हो ठीक हो समस्त लिख देन 5 नंबर देखो कौन देछि कल्याण अर्थशास्त्र मौलिक उत्पादन गुड़िक समीक्षात्मक परीक्षण कर निर्धारित एक अर्थ व्यवस्थार संबल गुड़िकर न्यायसंगत बंटन सकाशे प्रदान कर एटा तुम लिखिबो नहले और कौन देछि देखो अर्थनैतिक दक्षता संज्ञा निर्णय कर एटा पढ़ी किन जो हला एटा पढ़ी किन जो हम कहूची अर्थनैतिक दक्षता हासिल सकाशे प्यारेटोर शर्त गुड़िक बुझाइले देखो फास्ट मु जोटा रहला 4 नंबर सेटा लिखिबो नहले ता और जोटा सेटा लिखिबो हला दीटा को पढ़ी जाइथियो देन एटा पढ़ी किन जो 6 नंबर देखो एकाधिकार मूलक प्रतियोगितार संज्ञा निर्णय कर एकाधिकार मूलक
ପ୍ରତିଯୋଗିତା ଅନ୍ତର୍ଗତ ଏକ ପ୍ରତିଷ୍ଠାନର ଦର ଉତ୍ପାଦ କିପରି ନିର୍ଦ୍ଧାରଣ ହୁଏ ତାହା ବୁଝେଇକି ଲେଖ। ଏଟା ବି ପଢିକିନେ ଯାଇଥିବ, ନିଶ୍ଚିନ୍ତ ଆସିବ ତମର। ଦେଖ ଆରେ କ'ଣ ଦେଇଛି ନା ଦୀର୍ଘକାଳରେ ଏକାଧିକାର ବିକ୍ରେତାଙ୍କର ଲାଭ ସର୍ବାଧିକରଣ ଓ ଉତ୍ପାଦ ଚୟନ ଆଲୋଚନା ହେଲା। ସର୍ବାଧିକରଣ ଓ ଉତ୍ପାଦ ଚୟନ ଆଲୋଚନା ତା ଅରେ ଏଟା ଦେଇଛି, ତା ଅରେ ଲେଖିବ। ନହେଲେ ଦେଖ 7 ନମ୍ବର କ'ଣ ଦେଇଛି ଦେଖ, ପୂର୍ଣ୍ଣଙ୍କର ଦେତାଧିକାର ପ୍ରତିରୂପରେ ଦର ଉତ୍ପାଦ କିପରି ନିର୍ଦ୍ଧାରିତ ହୋଇଥାଏ ଏହାର ନିହାତି ପାକ୍ ଧାରଣ ଗୁଡ଼ିକ ବ୍ୟକ୍ତ କର। ଏଟା ଲେଖିବ। ନହେଲେ ତା ଅରେ କ'ଣ ଦେଇଛି ଦେଖ, ବନ୍ଦୀର ଦତ୍ତ କ'ଣ? ଏହା ଏକ କାଟେଲର ଅସ୍ଥିରତାରେ ବ୍ୟାଖ୍ୟା ସକାଶେ କିପରି ବ୍ୟାଖ୍ୟା କରାଯାଏ ଏଟା ଲେଖିବ ହେଲା। ଏଟା ବି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ସମସ୍ତେ ଆକୁ ଭଲ ଭାବରେ ପଢ଼ିକି ଯାଇଥିବ ହେଲା। ଯାହା ବି ତମର ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ଥିଲା ଆମେ ଡିସ୍କସନ୍ କରିଦେଲୁ। ଦେନ୍ ତମର କୋଡ୍ 9 କୋଡ୍ 10 ବି ଅଛି, ତା ମଧ୍ୟ ଆମେ ଡିସ୍କସନ୍ ଆଗକୁ କରିବା। ଓକେ, ତ ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଯଦି ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ, ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।